नमस्कार सांग मैंने जय जगन्नाथ वेलकम बैक टू माय चैनल मिस्टर एंड मिसेस मोहना लाइफस्टाइल। तो फ्रेंड्स चलतु ब्लॉग टी को स्टार्ट करदेबा आ कौन कौन होची आपण माने वीडियो रे कंटिन्यू करंतु। सुनो देखंतु टुक 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 आमर भ्यूटा देखंतु बैक साइड पूरा जंगल तार नजारा देखंतु मंदिर। अरे वाह सुनु मामा चलंतु जीवा मंदिर चल पर देखिबा देखिबा टिके चल चल देखते गुनुमा 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 देखले एई मंदिर रो भ्यूटा फ्रंट ରୁ बैक जाए मंदिर रो गोटे पछ पटे ଆଉ ଗୋଟେ କୁଣ୍ଡ ଥିଲା ଆକ୍ଚୁଆଲି ମୁଁ ଯାହା ଜାଣିଛି ସେ କୁଣ୍ଡରେ ଆହୁତି କୁଣ୍ଡ ତାକୁ ଆହୁତି କୁଣ୍ଡ କୁହାଯାଏ। ସେ ଆହୁତି କୁଣ୍ଡରେ ସବୁ ଫଳମୂଳ ସେଟା ପଡେ ଆଉ ତାକୁ ବିସର୍ଜନ ବି ଦିଆଯାଏ। ସେ କୁଣ୍ଡଟି ଯିବା କୁଣ୍ଡଟିକୁ ମଧ୍ୟ ଦେଖିବା। ଏଇଟା ଦେଖନ୍ତୁ ମନ୍ଦିର ତାର ସାଇଡ ବି ଏଟା ମନ୍ଦିରର ସାଇଡ ବି ଆଉ ମନ୍ଦିର ପଛପଟେ ଖାଲି ଦେଖନ୍ତୁ ଖାଲି ଶାଳ ଜଙ୍ଗଲ ପୁରା ଶାଳ ଜଙ୍ଗଲ ପୁରା ଶାଳ ଜଙ୍ଗଲ। ମନ୍ଦିର ଟା କେତେ ସୁନ୍ଦର ଭିଉ ଉପରୁ ଦେଖନ୍ତୁ। ହଁ ଚାଲନ୍ତୁ ଯିବା। ହୁଁ ମା ଭାଇ ହଁ ସିଏ ଦେଖନ୍ତୁ ଗଛ ପାଖରେ ସେ ହାତ ଗୋଡେ ଖୋଲିଦିଅ ହାତ ଗୋଡେ ଗୋଟେ ହାତ ଗୋଡେ ମାନେ ଏଇଠି ଆସୁନ ଏଇଠି ଖୋଲିଦବ। ଗଛଟା ଦେଖନ୍ତୁ ପୁରା ଗଛ ସାରା ଭର୍ତ୍ତି। ମାନେ ଆମର ଏପଟେ ପ୍ରସିଦ୍ଧ ଦେବୀ ସିଏ ପୁରା ମାନେ ଏପଟେ ଭର୍ତ୍ତି ପୁରା ଗଛଟା ପୁରା this is the actual view of the mandir from the jungle side ଜଙ୍ଗଲରୁ ମାନେ ଏମିତି ଦେଖାଯାଉଛି ପୁରା ମନ୍ଦିର ଦେଖନ୍ତୁ ବ୍ୟୁଟିଫୁଲ ପୁରା ମନ୍ଦିରର ଲୁକ୍ ଟା ସେଟା ମାନେ ଡାହାଣ ପଟରୁ ମନ୍ଦିରର ଲୁକ୍ ଟା ଏମିତି ହେଉଛି। ଦେଖନ୍ତୁ ଏଟା ମନ୍ଦିରର ଫ୍ରଣ୍ଟ ଲୁକ୍ ଟା ମନ୍ଦିରର ଫ୍ରଣ୍ଟ ରୁ ପୁଣି ଆମେ ଯିବା ଆମର ଏଟା ପୁରା ଏଇ ସାଇଡ ପୁରା ଟୋଟାଲ ମନ୍ଦିରର ଏଣ୍ଟାର। तो सांग माने तो एपटे मंदिर साइड रे पुणी आ गोटे मंदिर होईची मंदिरर चलंतु से मंदिर भीतर को जिबा जाके टिके देखि के आसीबा से ठी कोन ठाकुर अछंती सेठी कोन देबा देबी अछंती चलंतु जिबा ए देखि आसीबा कोन हला जुड़ा जोड़े दीदी धरछि बोले जिबा भीतर को जाई के एठी कोन कर देबा देबी किबा एठी जगन्नाथ प्रभु जगन्नाथ एठी भी सुंदर पूरा पूरा जो माने दर्शन करिया कथा एठी देखंतु एते सुंदर प्रभु जगन्नाथ बलभद्र मां सुभद्रा एपटे मोर राम सीता लक्ष्मण बहुत सुंदर छुआ
ଆଉ ଏପଟ ସାଇଡରେ ଭୀମେଶ୍ୱରାୟ ନମଃ। ଏପଟେ ମନ୍ଦିର ପୁରା ତାର ଫ୍ରଣ୍ଟରେ ଏମିତିଆ ଦୃଶ୍ୟ। ସେଠି ସମସ୍ତେ ମୁଣ୍ଡିଆ ମାରୁଛନ୍ତି। ଦିଦି ଭାଇ ସେପଟେ ମୁଣ୍ଡିଆ ମାରୁଛନ୍ତି। ଗେଲେଇ ସେପଟେ ଏପଟ ସେପଟ ହଉଛି। ଏଠି ମାମାର ସରିଗଲାଣି। ଗେଲେଇକି ଶୋଷ ଲାଗିଲାଣି। ଆଉ ଏପଟେ ମୋ ଝିଅ, ଏପଟେ ଗେଲେଇ। ଆମେ ସମସ୍ତେ ଠାକୁରଙ୍କର ଆମର ଦର୍ଶନ ସରିଗଲାଣି। ଏବେ ବାହାରିବା। ଏଠି ପୁରା ପୁରା ବାହାରର ଭିଉ ସାଙ୍ଗମାନେ ଏମିତିକା। ଯେହେତୁ ଏଠି ମା ହିଙ୍ଗୁଳାଙ୍କର ଯୋଉଟା ତାଙ୍କର ବାର୍ଷିକ ଉତ୍ସବ ପ୍ରତିବର୍ଷ ପାଳନ କରାଯାଏ, ତ ସେଇଟା ଆଉ କିଛି ଦିନ ବାକି ରହିଲା। ତ ସେଥିପାଇଁ ସବୁ ଏଠି ଟେଣ୍ଟ ଫେଣ୍ଟ ସବୁ ଲାଗିଲାଣି। ଆଉ ଏଠି ବହୁତ ଲୋକ ବି ହୁଅନ୍ତି। ତ ଫ୍ରଣ୍ଟ ଟା ଦେଖନ୍ତି ଏମିତିକା ମା ହିଙ୍ଗୁଳା ପୀଠ। ତ ଭିତରେ ସେମିତି ସବୁ ବାଉଁଶ ବନ୍ଧା ବନ୍ଧି ସରିଗଲାଣି। ଦେଖନ୍ତୁ ବହୁତ ସୁନ୍ଦର ଜାଗାଟା, ପୁରା ରାସ୍ତା ରୋଡ ସାଇଡ ରେ କିନା ମନ୍ଦିରଟା। ଏଠି ସବୁ ଦୋକାନ ବସିଛି। ଆଉ ଏଇପଟେ ଯୋଉଟା ମାଙ୍କର ଯୋଉମାନେ ମାନସିକ କରିଥାନ୍ତି, ଯୋଉ ଦିନ ଏଠି ଯୋଉ ତାଙ୍କର ବାର୍ଷିକ ଉତ୍ସବ ମାନେ ପାଳନ କରାଯାଏ, ସେଇଦିନ ଏଠି ଗୋଟେ ଯଜ୍ଞ କୁଣ୍ଡ କରାହେଇଛି। ତ ସେଇଥିରେ ଯିଏ ଯାହା ମାନସିକ କରିଥାଏ, ତ ସେଇଥିରେ ସବୁ ପକାନ୍ତି। ତ ସାଙ୍ଗମାନେ ମୁଁ ଆପଣ ମାନଙ୍କୁ ଦେଖଉଛି ଯେ ସେ କୁଣ୍ଡଟା କେତେ ବଡଟେ, ଆଉ ସମସ୍ତେ କେମିତି ପକାନ୍ତି ସେ ଜାଗାରେ, ସେଟା ମୁଁ ଆପଣ ମାନଙ୍କୁ ଦେଖଉଛି। ଏପଟେ ଗୋଟେ କେତେ ବଢିଆ ଚାଲିଛି କାମ। ଏଇ ଜାଗାଟା ବହୁତ ମାନେ ଡେଭଲପ କଲାଣି। ଆଗରୁ ସେମିତି କିଛି ନଥିଲା। ତ ଏଇ ଜାଗାଟାରେ ହିଁ ଏଇ ଜାଗାଟାରେ ଦେଖନ୍ତୁ ଏଇଟା। ତ ଏଇ ଜାଗାଟାରେ ହିଁ ସମସ୍ତେ ମାନସିକ କରିଥାନ୍ତି ଯୋଉମାନେ, ଏଇଥିରେ ସବୁ ପକାନ୍ତି। ଆଉ ଏଇ ଜାଗାଟା ପୁରା ଫୁଲ ହେଇଯାଇଥାଏ ଖାଲି ଲୋକରେ। ଏତେ ଭିଡ ହୁଅନ୍ତି ଲୋକ, ବହୁତ ଲୋକ ହୁଅନ୍ତି। ତ ଆଇସ୍କ୍ରିମ ଅଣା ହଉଛି, ଟିକେ ଆଇସ୍କ୍ରିମ ଖାଇଦବା। ବହୁତ ଶୋଷ ଲାଗିଲାଣି, ପାଣି ଆକ୍ଚୁଆଲି ଠିକ ସେ ମିଳୁନାହିଁ। ଟିକେ ଆଇସ୍କ୍ରିମ ଟିକେ ଖାଇଦବା ଆଉ। ବହୁତ ଦିନ ପରେ ଆମେ ମାମୁଁ ଘରକୁ ଆସିଥିଲେ। ଆଉ ମାମୁଁ ଘର ଟିକେ ଖାଇବା ପିଇବା କରିକି ତାପରେ କଣ ହବ ଦେଖିବା ଆଉ। ମାମୁଁ ଘରକୁ ଆସିନାହିଁ, ଆମର ଏମିତିଆ ସବୁ ପତ୍ର ପଡେ। ଲାଇନରେ ପଡିଯାଇଛି। ଆମର ଖାଇବା ମାଇଁ କରିଛନ୍ତି ସବୁ। ଭାତ, ପାମ୍ପଡ଼, ଘାଣ୍ଟ, ଶାଗ, ଭଜା, ବାଇଗଣ କଣ ବାଇଗଣ ଭଜା, ଖଟା, କେତେ ପ୍ରକାର ଆଇଟମ, ଡାଲି ସବୁ। ଏଠି ମାମୁଁ ଖାଉଛନ୍ତି, ଏଠି ଭାଇ, ଆମର ଅଜା ଖାଉଛନ୍ତି। ଆଉ ଏପଟେ ଆମର ଆଈ ବସିଥିଲେ ସେଠି। ତ ସାଙ୍ଗମାନେ ଆପଣମାନେ ତ ସମସ୍ତେ ଦେଖିଲେ। ତ ଆମେ ଯାଇଥିଲୁ ଯେଉଁ ମା ହିଙ୍ଗୁଳା ପୀଠ, ତ ସେଠି ଆମେ ଦର୍ଶନ କଲୁ। ଦର୍ଶନ ସାରିକି ମାମୁଁ ଘରେ ଟିକେ ଖାଇବା ପିଇବା କରିଦେଇ ଆମେ ରିଟର୍ନ ପଳେଇ ଆସିଥିଲୁ ଆମ ଘରକୁ। ତ ଯେହେତୁ ଆମର ଆସିବାର ଥିଲା, ତ ସେଥିପାଇଁ ସବୁ ଜିନିଷପତ୍ର ପ୍ୟାକିଂ ଚାଲିଛି। ଆଉ କ'ଣ କ'ଣ ସବୁ ଜିନିଷ ମୁଁ ନେଇକି ଆସିଲେ ସେସବୁ ଆପଣମାନେ ନେକ୍ସଟ ଭିଡ଼ିଓରେ ଦେଖିବାକୁ ପାଇବେ। ତ ଚାଲନ୍ତୁ ବ୍ଲଗ୍ଟିକୁ ଏଇଠି ଏଣ୍ଡ କରିଦେବା। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆଉ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଆପଣମାନଙ୍କର ମତାମତ ରଖିବେ। ଆଉ ପାଖାପାଖି ଯେଉଁ ଆମେ ହିଙ୍ଗୁଳା ପୀଠ ଯାଇଥିଲୁ ସେଇଠିକାର ପାଖାପାଖି ଯଦି ବି କେଉଁମାନେ ଏଇ ଭିଡ଼ିଓ ଦେଖୁଥିବେ ତ ନିଶ୍ଚିତ ମାତ୍ରାରେ କମେଣ୍ଟ ମାଧ୍ୟମରେ ଜଣାଇବେ।